ମୁଁ ବଞ୍ଚି ଥାଉ ଥାଉ ତୁ ବୋଧେ ମତେ ଦି ଭାगे କରିଦବୁ। ମିସ୍ତ୍ରୀ ବାବୁ ଚାଲ ଟିକେ ଦେଖିବା, ଚାଲ ଘରଟା ଚलो। ମତେ ଖାଲି ଟିକେ କହିବ ସେଟା କେମିତି କଣ କଲେ ଟିକେ ସୁବିଧା ହବ, ବୁଝିପାରିଲ? ଏଇ ଜାଗାଟା, ଏଇ ବଖରାଟା ମିସ୍ତ୍ରୀ ମୋର ଛାତ ପଡିବ। ସେକରଟା ସେକର ବଡ ଭାଇର। ବଡ ଭାଇର, ତାହେଲେ ତୁ ଚାହୁଁଛୁ କଣ କରିବା? ମୁଁ ଚାହୁଁଛି ମୋର ଏଇ ଗୋଟା ଛାତ ପକେଇ, ଏଇଗୁଟା ଛାତ ପକେଇବ, କିଛି ନାହିଁ। କିନ୍ତୁ ଯଦି ବଡ ଭାଇ ପକେଇଲା ବେଳକୁ କିନ୍ତୁ ଅସୁବିଧା ହବ। କଣ ନା ତୁ ତା ଅଧା କାନ୍ଥରେ ରହିବୁ, ସିଏ ଅଧା କାନ୍ଥରେ ରହିବ। ତେଣୁ ଦି ଭାଇ ଯାକ ପକେଇବୁ ନା ଏକାଥରେ ଟୋଟାଲ ପକେଇଲେ ବଢିଆ ହବ। ତମେ ସେ କଥା ଜମା ମୁଣ୍ଡ ପୁରାଅନି ମିସ୍ତ୍ରୀ। କଥା ହଉଛି କଣ କହିଲ, ମୋ ବଡ ଭାଇ ଯିଏ ସିଏ ପଇସା ପତ୍ର ଦଉନାହାନ୍ତି ଘର ଛାତ ପକେଇବାକୁ। ତେଣୁକରି ମୋ ପିଲା ଛୁଆ ସଂସାର କେମିତି ଚଳିବେ ସେଇଟା ମୁଁ ଦେଖିବି ନା। ମୁଁ କାହିଁ ଏତେ କଥାରେ ମୁଣ୍ଡ ପୁରେଇବାକୁ ଯିବି କହିଲ? ଆପଣ ଗୋଟେ କାମ କରନ୍ତୁ, ଆପଣ ଗୋଟେ କାମ କରିପାରିବେ, ଏଇ ଗୋଟାଏ ବଖରା ଛାତ ପକେଇ ପାରିବେ କି? ହବ, ପକେଇ ହବ, କିନ୍ତୁ ବଡ ଭାଇ ତୁ ଛାତ ପକେଇଲେ ତୋ ବଡ ଭାଇ ହଇରାଣ ହବ। ତମେ ଏତେ କଥା ମୁଣ୍ଡ ପୁରାଅନି, ଚାଲ ଚାଲ ମୁଁ ତମକୁ ଛାଡିଦିଏ ସେ ମିସ୍ତ୍ରୀ। ମତେ ଟିକେ ଚିଠାଟା ଖାଲି ଟିକେ ଦବ। ହଉ ଚାଲ। ଖାଲି କଣ କଣ ଦରକାର ମତେ ଟିକେ କହିବେ, ମୁଁ ଖାଲି ସେଇ ଅନୁସାରେ ଜିନିଷ ପତ୍ର ଟିକେ ନେଇ ଆସିବି। ହଉ ହଉ ଠିକ ଅଛି ଆଜ୍ଞା, ରହୁଛି, ନମସ୍କାର। ହଉ। ପୁଅ ଟିକେ ଟିକେ ଶୁଣିଲି। କଣ ହେଲା ବା, କାହିଁ ଲାଗିଲ? ସେ ମିସ୍ତ୍ରୀ ଡାକି କଣ କହିଲୁ, ଏ ଘରୁ ଅଧା ଛାତ ପକେଇବୁ। ହଁ, କଣ ଅସୁବିଧା ହେଲା? କାହିଁକି ଦୁଇ ବଖରା ଯାକ ଏକ କାଳ ଛାତ ପକେଇଲୁନି? ଏକା କାଳ ଛାତ ପକେଇବି? ତମେ ଜାଣିପାରୁନ ବୋଧେ ବାପା କିଛି। କଣ ଜାଣିପାରୁନି? ବଡ ଭାଇ କଥା ତମେ ଜାଣିଛ, ସିଏ ପରା ମତେ ଗୋଟାଏ ଟଙ୍କା ଦଉନି ଏ ଘର ଛାତ ପକେଇବାକୁ। ପୁଣି ତମେ କହୁଛ ଯୋଉ ଅବାନ୍ତର କଥାବାର୍ତ୍ତା ସବୁବେଳେ। ବାପା ତମେ ଯୋଉ କରୁଛ, ଘରଟା ଛାତ କେମିତି ପକେଇବି ମତେ ଟିକେ କହିଲ? ମୋ କହିବା କଥା, ତତେ ଯେ ସେ ଟଙ୍କା ନ ଦଉଛି ସେ କଥା ତୁ ଆଲୋଚନା କରିଥାନ୍ତୁ। ଯୋଉଠି ହେଲେ ଆମେ ପଇସା ପତ୍ର ଧରିକି ଦି ବଖରା ଯାକ ଛାତ ପକେଇଥାନ୍ତୁ। ଏ ଘର ଯେତେବେଳେ ମୁଁ ଆରମ୍ଭ କରିଥିଲି ସେତେବେଳେ ତ ମୁଁ ତମମାନଙ୍କୁ ପଚାରି ନଥିଲି। ଏକାଟିଆ ତ ମୁଁ ସେ ଘର କାମକୁ ଶୁଣି ଆଜି ଯାକେ ଘରକୁ ଏତେ ଯାକେ ନେଇଛି, ବୁଝିଲୁ? ଆଉ ତୁ ଯୋଉ ଚିନ୍ତାଧାରା କଲୁଣି ନା, ମୁଁ ବଞ୍ଚି ଥାଉ ଥାଉ ତୁ ବୋଧେ ମତେ ଦି ଭାगे କରିଦବୁ। ଅଧେ ଦିନ ଭାଇ ପାଖରେ ରହିବି, ଅଧେ ଦିନ ତୋ ପାଖରେ ରହିବି, ବୁଝିଲୁ? ବାପା ତମେ ସେସବୁ ମତେ ବେକାରିଆ କଥାବାର୍ତ୍ତା କରନି ହେଲା। ମୁଁ ମୋର ଇଚ୍ଛା ହବ ମୋର ଛାତ ପକେଇ, ମୁଁ ବାସ୍ ମୁଁ ମୋ ଘରେ ରହିବି। ଏଗୁରା ସବୁ ବେକାରିଆ କଥା ନାଇଁ। ବାପା ତମେ କିଛି କୁହନି, ତାଙ୍କର ସେ ଛାତ ପକେଇବେ ପକାନ୍ତୁ। ଆମର ତ ତମ ପୁଅ ପାଖରେ ପଇସା ନାହିଁ ନା, ଆମର ପଇସା ହେଲେ ଛାତ ପଡିବ। ଆରେ ମା, କଥାଟା ତୁ ବୁଝୁନୁ କାହିଁକି? ଘରଟା ଏକକାଳୀନ ଛାତ ପଇଲେ ଘରଟା ମଜବୁତ ହବ, ବୁଝିପାରୁଛୁ? ଆଉ ସିଏ ଯଦି ଫାଳେ ପକେଇଦବ ଆଉ ଫାଳେ ଛାତ ପକେଇବାକୁ କଷ୍ଟ ହବ। ବାପା ଆମ ପାଖରେ ତ ଏବେ ପଇସା ନାହିଁ, ଆମେ କଣ କରିପାରିବା ଯେ? ଆରେ ମା, ସେ ଯଦି ଏ କଥାଟା ଆଲୋଚନା କରିଥାନ୍ତା ତାହେଲେ ଆମେ କୋଉଠି ବ୍ୟବସ୍ଥା କରିଥାନ୍ତେ। ସେ ତ ଆଲୋଚନା ନାହିଁ, ସେଇଥିପାଇଁ କୁହାହେଇଛି କୌଣସି କାମ କରିବାକୁ ହେଲେ ସାନ ଥାଇ ପଚାରି ବଡ ଥାଇ ବିଚାରି। ସିଏ ତ ତା ମନେ ମନେ ହାତେ ରାଜାକୁ ହାତେ ପରଜା। ଆଉ ତା କଥାରେ କୋଉ ତାଳମେଳ ଅଛି? ତା କଥାରେ କଥା କହିବୁ? କଣ ସାନ ଥାଇ ପଚାରି ବଡ ଥାଇ ବିଚାରି ମତେ ଟିକେ କହିଲ ବାପା। ତମେ ତ ଘର ଦି ବଖରା କଲ, ବଡ ଭାଇର ଗୋଟା ବଖରା, ମୋର ଗୋଟା ବଖରା, ବାସ୍ ମୁଁ ମୋର ଗୋଟା ବଖରା ଛାତ ପକେଇ ମୋ ପିଲା ଛୁଆ ସଂସାରକୁ ନେଇ ମୁଁ ମୋର ଭଲରେ ରହିବି। ଆଦେହରେ ତମର କଣ ଅସୁବିଧା ହଉଛି ମତେ ଟିକେ କହିଲ? ଆରେ ମୋର ଏଇ ଅସୁବିଧା, ମୁଁ ଏ ବଞ୍ଚି ଥାଉ ଥାଉ ତୁ ମତେ କେତେବେଳେ ଦି ଭାগে ବି କରିଦବୁ। କହିବୁ ଅଧେ ଦିନ ଭାଇ ପାଖରେ ରହ, ଅଧେ ଦିନ ମୋ ପାଖରେ ରହ। କାହିଁକି ନା ତୋ ସମ୍ପତ୍ତି ବାଡି ଯେତେବେଳେ ଭାଗ କଲୁ ମତେ ଭାଗ କରିବାକୁ କେତେ ସମୟ? ବାପା ତମର ଯୋଉ ଅବାନ୍ତର କଥାବାର୍ତ୍ତା ବନ୍ଦ କର, ମୁଁ ଏ ଘର ଛାଡି ନହେଲେ ଚାଲିଯିବି, ଜାଣିଛ ତ ମତେ। ବାପା ତମେ କିଛି କହିବା ଦରକାର ନାହିଁ। ଶୁଣ, ତମ ମନକୁ ଯାହା ହଉଛି ତମେ କର, କିନ୍ତୁ ତମେ ଘର ଛାଡି ଯାଅନି, ତମେ ଛାତ ପକାଅ। ହଉ ହଉ ଠିକ କଥା, ମୁଁ ଆସୁଛି। ବୁଝିଲୁ ମା, ତମ ସ୍ୱାମୀ ସ୍ତ୍ରୀ ଦିଟାଙ୍କ ଏଇ ସରଳ ପୁଣିଆ ପାଇଁ ସେ ତାର ଯାହା ଇଚ୍ଛା ସେତେବେଳେ ସେ ଏହା କରୁଛି, ବୁଝିଲୁ? ଏହା ମୁଁ ଯେତେବେଳେ ଘର କଲି ସେତେବେଳେ ତ ମତେ କେହି ସାହାଯ୍ୟ କରୁନଥିଲ, ନା ତୋ ସ୍ୱାମୀ ନା ସିଏ। ମୁଁ ତ ଆଜି ଯାକେ ପୁଣି ଘରକୁ ନେଇଥିଲି, ଅବିକା ଘର ହେଇଗଲାଠୁ ଭାଗ ବଣ୍ଟା ବସିଗଲା, ବୁଝିଲୁ? ତମେ ଆଉ କିଛି କୁହନି, ତମେ ତମ କର୍ତ୍ତବ୍ୟ କରିସାରିଛ, ତେଣିକି ଆମ ଭାଗ୍ୟରେ ଯାହା ଥିବ ଆମେ ଭୋଗିବୁ। ହଉ, ତମ ଭାଗ୍ୟରେ ଯାହା ଥବ ତମେ ଭୋଗିବ। ହେଲେ ମା, ସବୁବେଳେ ମନେ ରଖିଥବୁ, ଏମିତିଆ ମନମୁଖୀ ନିଷ୍ପତ୍ତି କେବେ ହେଲେ ଭଗବାନଙ୍କୁ ଦରବାରରେ କେବେ ଉପରକୁ ଯାଇପାରିବ। ମୋ ଭାଗ୍ୟ କର୍ମକୁ ନେଇ ମୁଁ ତମକୁ ଯେତିକି କରିବା କଥା ତମ ପାଇଁ ସେତିକି କରିଦେଲି, ଏଣିକି ତମେ ତମ ଭାଗ୍ୟ କୁଣ୍ଡାଳୁଥିବ। ହେଲେ ମା, ମୋ ଦୋଷ ତୁ କେତେବେଳେ ଦବୁନି, କାରଣ ମୁଁ ତାକୁ ଏତେବେଳଠୁ ଦବଉଛି। ତୁ କିନ୍ତୁ ଆସି କିନ୍ତୁ ସ୍ୱାମୀକି ନ ପଚାରି ଏ କଥାର ଭାଗ ବାଣ୍ଟ କରିଛୁ। ସେ କଥା ତୋ ସ୍ୱାମୀକି ତୁ ବୁଝେଇବୁ, ହେଲା? ବାପା ତମେ ସିନା ମୋ କଥାକୁ ନେଇ ରାଗୁଛ, ହେଲେ ତମ କର୍ତ୍ତବ୍ୟ ତମେ ସାରି ଦେଇଛ, କିନ୍ତୁ ମୋ ଭାଗ୍ୟରେ ଯାହା ଥିବ ମତେ ସେଇଆକୁ ଭୋଗିବାକୁ ହିଁ ପଡିବ। ଭଗବାନ ପାଖରେ ମୋର ଏତିକି ପ୍ରାର୍ଥନା, ହେ ଭଗବାନ, ସବୁ ଶାଶୁ ଶ୍ୱଶୁରଙ୍କୁ ଏମିତିଆ ବୋହୂଟିଏ ମିଳୁ। ଦେଖିଲ, ନିଜକୁ ସିଏ ଜଳି ପଡ଼ି ସେ ଆଉ ଜଣକୁ କେତେ ସାହାଯ୍ୟ କରିବା ମନୋବୃତ୍ତି। ହଉ, ତା ଭାଗ୍ୟରେ ଯାହା ଥବ, ମୁଁ ବା ଆଉ କଣ କରିପାରିବି।